ସକାଳୁ ସକାଳୁ ବାହାରିବାକୁ ହେଲା। ବୋହୂ ଦିହେଁ ବି ଉଠି ଯାଇଥିଲେ। ପ୍ରାୟ 5:30 ବେଳକୁ ଆମେ ଘର ଛାଡ଼ିଲୁ। ଯାଇ ତାକୁ ପୁଣି ବସ୍ରେ ବସେଇଦେଲୁ। ହେଲେ ଇଏ କିଏ କହିଲେ? ହେଇପରା ବୋହୂ ଦିହେଁ ତାଙ୍କୁ ବିଦାୟ ଦେଉଛନ୍ତି। ଆଉ ସାନ ପୁଅ ଗାଡ଼ିରେ ନେଇକି ଯାଉଛି, ସାଙ୍ଗରେ ମୁଁ ବି ଥିଲି। ଆମେ ତାକୁ ଛାଡ଼ିବା ପାଇଁ ଗଲୁ। ଏମିତି ବଡ଼ ପୁଅ ସହିତ ତାକୁ ମୁଁ ଘରକୁ ପାଛୋଟି ଆଣିଥିଲି। ସକାଳୁ ସକାଳୁ ଗଲାବେଳକୁ ବୋହୂମାନଙ୍କ ସାଙ୍ଗରେ ବି ସେ ବେଶ ଅନ୍ତରଙ୍ଗ ହୋଇଯାଇଥିଲା। ଆଉ ଗଲାବେଳକୁ ତାକୁ ଟିକେ ବି ଖରାପ ଲାଗିଲା ତ ନିଶ୍ଚୟ, ଆମ ଦୁହିଁଙ୍କୁ ତ ଖରାପ ଲାଗିଲା। ବୋହୂମାନେ ବି ମୁହଁ ଶୁଖେଇ ଦେଇଥିଲେ। 2 ଦିନରେ ସେ ଘରଟାକୁ ଆମର କ'ଣ କରିଥିଲା ଦେଖୁନାହାନ୍ତି। ସମସ୍ତଙ୍କ ସାଙ୍ଗରେ ବହୁତ ମିଶିଲା ଏଇ 2ଟା ଦିନରେ। ଆଉ ତା ମୋ କଥା ତ ନ କହିବା ହିଁ ଭଲ। ହେଲେ ଇଏ କିଏ, ଆମ ଘରକୁ କାହିଁକି ଆସିଲା, ଆଉ ତା କଥା ପୁଣି ମୁଁ ଆପଣମାନଙ୍କୁ କାହିଁକି କହୁଛି? ଇଏ ପ୍ରକୃତରେ ମୋର ସିଟି ସମୟର ସାଙ୍ଗ ଥିଲା। ସିଟି ସମୟରେ 2 ବର୍ଷ, ସିଟିର କୋର୍ସଟା ତ 2 ବର୍ଷିଆ। 2 ବର୍ଷ ଆମେ ଖୁବ୍ ଅନ୍ତରଙ୍ଗ ହୋଇ ସମୟ କାଟିଥିଲୁ। ମୁଁ ଆଗରୁ କହିଛି, ମୁଁ ଶିକ୍ଷକତା କରୁଥିଲି ଖୁବ୍ କମ୍ ଦିନ ପାଇଁ। ଇଏ ଥିଲା ମୋ ଝିଅ। ଆଉ ମୋ ଝିଅକୁ ସେ ତା ଘର ବିଷୟରେ ଟିକିନିଖି ସବୁ ପଚାରୁଥିଲା। ଆଉ ସେ ଫୋନ୍ରେ ତା ପରିବାର ବର୍ଗଙ୍କ ଫଟୋ ସବୁ ଦେଖେଇ ତାକୁ କହୁଥିଲା। ସେ କେବଳ ମୋ ବଡ଼ ପୁଅ ନିଶାନ୍ତ ବା ଜାଙ୍ଗୁଲୁକୁ ଆଉ ଏଇ ଝିଅ ଅନନ୍ୟା ବା ଗୁଲୁରୁକୁ ହିଁ ଚିହ୍ନିଥିଲା। ଆଉ ମୋତେ ଜାଣିଥିଲା, ୟାଙ୍କୁ ଜାଣିଥିଲା। କିନ୍ତୁ ଚୁଙ୍ଗା ବାବାଇ ଆଉ ଏଇ ଛୋଟ ପିଲା ସବୁ ମୋ ବୋହୂମାନଙ୍କ କଥା ପଚାରୁଛି କିଏ? କେବଳ 2ଟି ପିଲା ଜନ୍ମ ହେବା ପରେ ହିଁ ତାର ମୋର ଦେଖା ସାକ୍ଷାତ ହେଇଥିଲା। ତେଣୁ ଏତେ ଦିନ ପରେ ଆମେ ଦିହେଁ ଏତେ ବୟସ୍କ ହେଇଯାଇଥିଲା ପରେ ପୁଣି ଗୋଟେ ଦେଖାହେବା ଆମ ପାଇଁ ଗୋଟେ ସ୍ୱପ୍ନମୟ ମାନେ ପରିବେଶ ସୃଷ୍ଟି କରିଥିଲା। ଆମେ ଖାଇ ପିଇ ସାରି ଆମ ଗାଁ ଗହୀରକୁ ଗଲୁ। ଜାଙ୍ଗୁ, ଗୁଲୁରି, ସିଏ ଆଉ ମୁଁ। ତାକୁ ମୁଁ ଗହୀରକୁ ନେଲି ଏଇଥିପାଇଁ ଯେ ମୁଁ ଯେତେବେଳେ ତା ସାଙ୍ଗେ ଅନ୍ତରଙ୍ଗ ହେଉଥିଲି ମୋର ସିଟି ନେବା ସମୟରେ, ମୁଁ ତାକୁ କହିଥିଲି ମୁଁ ଗୋଟିଏ ଗାଁରେ ବୋହୂ ହେଇଛି। ସେଠି ମୋର ଶାଶୁ, ଯା, ଦେଢ଼ଶୁର ଆମେ ସମସ୍ତେ ଏକାଠି ରହୁ। ଆମର ଗୋଟେ ଚାଷୀବନ୍ଦୀ ସମ୍ଭ୍ରାନ୍ତୀୟ ପରିବାର। ଆଉ ବିଲରେ ଧାନ ହୁଏ, ଧାନ ହୁଡ଼ାରେ ବିରି ହୁଏ। ଆଉ ଗାଁରେ କେତେ କ'ଣ ପର୍ବପର୍ବାଣି ପାଳନ କରାଯାଏ। ବିଲରୁ ବହୁତ ମାଛ ମରନ୍ତି। କୁଟାଗଦାରେ ବହୁତ ଛତୁ ଫୁଟେ। ଏସବୁ ହିଁ ତା ଆଗରେ ମୁଁ ବର୍ଣ୍ଣନା କରିଥିଲି। ଆଉ ସେଇଥିପାଇଁ ହିଁ ତାକୁ ଗହୀରକୁ ନେଇଯାଇଥିଲି ଯେ ଏବେ ଆଉ ଗାଁ ଗହୀର ନାହିଁ। କି ମୁଁ ଥିରି ଥିରି ଚାଲୁଥିବା, ଧୀରେ ଧୀରେ କଥା କହୁଥିବା ସେ ନୂଆ ବୋହୂଟିଏ ହେଇ ନାହିଁ। ମୁଁ ଏବେ ଘରର ଶାଶୁ ମା ବା ମୋ ନାତି ନାତୁଣୀଙ୍କର ବୁଢ଼ୀ ମା। ତେଣୁ ଗାଁ ଗହୀରକୁ ଯିବାରେ ଆଉ କୌଣସି ଅସୁବିଧା ନାହିଁ। ତାପରେ ଗହୀର କ'ଣ ଆଉ ଗହୀର ହେଇ ଅଛି? ଏଇ ଯେଉଁ ପାଣି ଜାଗାଟି ଦେଖୁଛନ୍ତି ନା, ଏଇଟାକୁ ବଡ଼ ପୋଖରୀଟିଏ। ଆକୁ ଦଳ ଗାଡ଼ିଆ ବୋଲି କହନ୍ତି। ଏଠି ତ ପ୍ରଚୁର ମାଛ ମରେ। ଥରେ ଏଠି ବହୁତ ବଡ଼ ବଡ଼ ଚିଙ୍ଗୁଡ଼ି ମରିଥିଲା। ସେ ଚିଙ୍ଗୁଡ଼ିକୁ ଛଟା କହନ୍ତି। ଇଏ ଆଣିଥିଲେ, ସେଥିରୁ ବହୁତ ଗୁଡ଼େ ନେଇ ଆସିଥିଲେ। ଆଉ ମୁଁ ଆମ ଘରକୁ ନେଇକି ଯାଇଥିଲି। କାହିଁକି ନା ଆମ ଘର ତ କେନ୍ଦୁଝରରେ। ସେତେବେଳେ ଗମନାଗମନର ଏତେ ସୁବିଧା ନଥିଲା। ଚିଙ୍ଗୁଡ଼ି ପାଇବା ସେଠି ବଡ଼ ଦୁଷ୍କର। ତେଣୁ ମୁଁ ଖୁସିରେ ଏଠୁ ଚିଙ୍ଗୁଡ଼ି ନେଇକି ଆମ ଘରକୁ ଯାଇଥିଲି। ଆଜି ସେଇ ଗହୀର ସହରରେ ପରିଣତ ହେବାକୁ ଯାଉଛି। ସେଇଥିପାଇଁ ମୁଁ ତାକୁ ଦେଖେଇବାକୁ ନେଇଥିଲି। ଜାଙ୍କୁ ଗାଡ଼ି ଚଲାଉଥିଲା, ଆଉ ଆମେ ଗୁଲୁରି, ମୁଁ ଆଉ ସେ ଗପି ଗପି ଯାଉଥିଲୁ। ତା ପୂର୍ବର ଘଟଣା ସବୁ ଆହୁରି ମଜାଦାର ଥିଲା। ସେଦିନ ଆଉ କ'ଣ ରୋଷେଇ କରିବା? କଥା ପଡ଼ୁ ପଡ଼ୁ ସେ କହିଲା ତାକୁ ଅଭଡ଼ା ଭଲ ଲାଗେ। ତେଣୁ ଆମେ ଯାଇଥିଲୁ ଅଭଡ଼ା ଆଣିବାକୁ। ସବୁ କହିଲେ, ବାବାଇ, ମୁଁ, ଗୁଲୁରି ଆଉ ସେ ତ ମୋତେ ଗୋଟେ ମୁହୂର୍ତ୍ତ ଛାଡ଼ିବାକୁ ଚାହୁଁନଥିଲା। ମୁଁ ବି ଠିକ୍ ସେଇ ଅବସ୍ଥାରେ ଥିଲି। କାହିଁକି ନା ଦୀର୍ଘ 37 ବର୍ଷ ପରେ ହିଁ ଆମର ଦେଖା ହେଇଥିଲା। ପୁଣି କେମିତି ଗୋଟେ ଦୈବ ଯୋଗ ଦେଖୁନାହାନ୍ତି। ଏଇ ରବିବାର 5 ତାରିଖ ବନ୍ଧୁତା ଦିବସ ଥିଲା ନା। ମୁଁ ଅବଶ୍ୟ ଏଇ ଦିବସ ଫିବସ ଏତେ ମାନେ ନାହିଁ। ତଥାପି ପ୍ରତ୍ୟେକ ଜିନିଷର ଗୋଟେ ଗୁରୁତ୍ୱ ଅଛି। ଆମେ ଏତେ ଦିନ ପରେ ଠିକ୍ ସେଇ ଦିନରେ ହିଁ 2 ସାଙ୍ଗ ଏକାଠି ହେଇଯାଇଥିଲୁ।
ସମସ୍ତେ ଅଭଡ଼ା ଖାଇବାର ଯୋଜନା କରି ବାସୁଦେବ ମନ୍ଦିରକୁ ଅଭଡ଼ା ପାଇଁ ଯାଇଥିଲୁ। ଗଲାବେଳେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରଙ୍କ ଦେଖାଗଲା। ମୁଁ ତାକୁ ଦେଖେଇଦେଲି, ଦେଖେ ଭୁବନେଶ୍ୱରର ଅଧୀଶ୍ୱର ଦେବତା ମହାପ୍ରଭୁ ଲିଙ୍ଗରାଜ। ତାଙ୍କ ମନ୍ଦିର ଡେଇଁଲା ପରେ ଯାଇ ଆମେ ପହଞ୍ଚି ଯାଇଥିଲୁ ଅନନ୍ତ ବାସୁଦେବଙ୍କ ମନ୍ଦିରରେ। କେତେବେଳେ ବିନ୍ଦୁସାଗର ଚାଲି ଯାଇଥିଲା ମୋର ଆଉ ଲକ୍ଷ୍ୟ ହିଁ ନଥିଲା। ଗପସପ ସରିଲେ ସିନା କୁଆଡ଼ିକି ଲକ୍ଷ୍ୟ ଯିବ। ଆମେ ପ୍ରତିଟି ମୁହୂର୍ତ୍ତରେ କଥାବାର୍ତ୍ତା ହିଁ ହେଉଥିଲୁ, କାହିଁକି ନା କେତେ ସ୍ମୃତି, କେତେ କଥା। ତା ଭିତରେ ଆମ ଦୁହିଁଙ୍କ ଜୀବନର ଏଇ ପରିବର୍ତ୍ତନ। ସିଏ ବି ଦରବୁଢ଼ୀ ହେଲାଣି, ମୁଁ ବି ଦରବୁଢ଼ୀ ହେଲିଣି, କିନ୍ତୁ ଆମର ଆଉ ମଝିରେ ଦେଖା ହେଇନଥିଲା। ମୁଁ ସିଟି ନେଲା ବେଳେ ବାହା ହେଇଥିଲି, ସେ ଝିଅ ଥିଲା, ସେ ବି ମୋଠୁ କିଛିଟା କମ୍ ବୟସରେ। ଆଉ ତାପରେ ବୟସର ଚାପ ନୁହେଁ, ସମୟର ଚାପରେ ଆମେ ପରସ୍ପରଠୁ ଦୂରେଇ ଯାଇଥିଲୁ। ତାକୁ ନେଇ ମୁଁ ଭୋଗ କିଣିଲା ବେଳେ ମୋ ପୁଅ କହିଲା, ଠିଆ ହଉନୁ ଟିକେ, ଏଇନା ତ ତୋର କିଛି ମନେ ପଡ଼ୁନି, ସେ ଗଲା ପରେ କହିବୁ ହେ ଭିଡ଼ିଓ କରିଥିଲେ ହେଇଥାନ୍ତା। ସତରେ ମୁଁ 2 ଦିନ କେମିତି କାଟିଲି ଭାବି ବି ପାରିଲିନି। 2 ଦିନ ଯାକ ମୁଁ ଭିଡ଼ିଓ ବି ଅପଲୋଡ଼ କରିନି। ସନ୍ଧ୍ୟାବେଳେ ରବିବାର ଦିନ ସେ ମୋତେ ପାଟି କଲା, କହିଲା ନାଇଁ ତୁ ଲାଇଭ୍ ପ୍ରୋଗ୍ରାମ ବନ୍ଦ କରିନି। ଆମେ ଗହିର ବୁଲିକି ଧଡ଼ପଡ଼ ହେଇ ଆସି ମୁଁ ଲାଇଭ୍ ପ୍ରୋଗ୍ରାମ କରିଥିଲି, କିନ୍ତୁ ତାପରେ ମୁଁ ଆଉ ଭିଡ଼ିଓ ଅପଲୋଡ଼ କରିନଥିଲି। ସେ ଗଲା ପରେ ମନଟା ଭାରି ଦୁଃଖ ଲାଗିଲା। ମୁଁ ଭାବିଲି, ଆରେ ମୁଁ ସବୁ କଥା ତ ଆପଣମାନଙ୍କ ସହିତ ବଖାଣୁଛି, ବାଣ୍ଟୁଛି। ଏଇଟା ତ ମୋ ଜୀବନର ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ, ଯାହାକି ସିଟି ସମୟର କଥା। ମୁଁ କେତେ କଷ୍ଟ କରିକି ସିଟି ନେଇଥିଲି। ବେଳେବେଳେ ମୁଁ ଗୋଟେ କଥା କହିଲେ କେହି ମୋତେ ଥଟ୍ଟା ବି କରିଥାନ୍ତି। ଆପଣମାନଙ୍କର ମନେ ଥିବ, ଗତ ଥର ଲାଇଭ୍ କଲାବେଳେ କିଏ ଜଣେ ମୋତେ ବି କହିଥିଲେ, ବୁଢ଼ୀ ଖାଲି ମଠରେ ଖାଇ ଖଟରେ ଶୋଉଛି। ମୁଁ ହସିକି କହିଥିଲି, ହଁ ମଠରେ ଖାଇ ଖଟରେ ଶୋଉଛି, ରିଲ୍ସ କରୁଛି। ମୁଁ ହସିକି କହିଥିଲି, ହଁ ମୋ ଭାଗ୍ୟରେ ଅଛି, ମଠରେ ଖାଇବି, ଖଟରେ ଶୋଇବି, ଆଉ ରିଲ୍ସ କରିବି। ଆପଣଙ୍କର କ'ଣ ଅସୁବିଧା ହେଉଛି? ହେଲେ ଅତୀତ ଜୀବନରେ ମୁଁ କେତେ କଷ୍ଟ କରିଛି ସେ କଥା କହିଲେ ଆପଣମାନେ କ'ଣ ବିଶ୍ୱାସ କରିବେ? ହେଲେ ସେଇ ସମୟର ମୂକ ସାକ୍ଷୀ ଏମିତି ଜଣେ ଆସିଯାଉଛନ୍ତି। ଯେମିତି ଏଇ ମୋର ସାଙ୍ଗଟି, ମୁଁ ଯେତେବେଳେ ସିଟିରେ ନାଁ ଲେଖେଇଲି ସେତେବେଳେ ମୋ ବଡ଼ ପୁଅର ବୟସ ହେଇଥିଲା ବର୍ଷେ, ଆଉ ସିଟି ଶେଷ ହେଲା ବେଳକୁ ଏଇ ଝିଅର ବୟସ ହେଇଥିଲା 19 ଦିନ। ତେଣୁ ଏଇ ଝିଅକୁ ଆଉ ପୁଅକୁ ହିଁ ସେ ଭଲ ଭାବରେ ଚିହ୍ନିଥିଲା। ସେ କହିଲା, ସେ ଯେମିତି ଜାଣିଲା ମୋ ଝିଅ ଏଇ ପାଖରେ ରହେ, ସେ ମୋତେ କହିଲା ତାକୁ ଟିକେ ଡକେଇ ଆଣିପାରନ୍ତୁନୁ। ଆମେ ଗଲେ ମୁଁ କ'ଣ ତା ସାଙ୍ଗେ ଏତେ ବେଶୀ ମିଶିପାରିବି? ତା ଘରର ଅନ୍ୟ ସଦସ୍ୟମାନଙ୍କ ସହିତ ତ ସମୟ ବାଣ୍ଟିବାକୁ ପଡ଼ିବ। ଆଉ ଥରେ କେବେ ଆସିଲେ ତା ଘରକୁ ଯିବି। ତା କଥା ରଖି ମୁଁ ଝିଅ ଜ୍ୱାଇଁଙ୍କୁ ଡାକିଥିଲି। ରବିବାର ଥିବାରୁ ବିନା ଦ୍ୱିଧାରେ ସେମାନେ ବି ଆସିଥିଲେ। ସେମାନେ ଆସିଯିବା ବେଳକୁ ମୁଁ ରେଡ଼ି ହେଇଯାଇଥିଲି, କାହିଁକି ନା ଆମର ଅଭଡ଼ା ଆଣିବା ପାଇଁ ଯିବାର ଥିଲା। ଆମେ ଠିକ୍ କରିଥିଲୁ ଝିଅକୁ ବି ସାଙ୍ଗରେ ନେଇଯିବୁ, ତାହେଲେ ସିଏ ବି ତା ସହିତ କଥାବାର୍ତ୍ତା ହେଇପାରିବ। ମୁଁ ବାହାରିଲା ବେଳକୁ ମୋ ଶାଢ଼ୀ ପିନ୍ଧା ତାର ମନ ପାଇଲାନି। ସିଏ କହିଲା, ଆସେ ତୋ କାନି ସଜାଡ଼ି ଦେବି। ମୁଁ କହିଲି, ଆଲୋ ତୁ ସିନା ମାଷ୍ଟରାଣୀଗିରି ରଖିଛୁ ଆଜି ଯାଏଁ, ସେ ଏବେ ବି ଶିକ୍ଷୟିତ୍ରୀ ଅଛି। ଆଉ 1 ବର୍ଷ ପରେ ତାର କାର୍ଯ୍ୟରୁ ଅବସର ନେବ। ମୁଁ ତ ଘରେ ଆଗୁଡ଼ୁ ବାଗୁଡ଼ୁ କାମ କରିକି ଚଳୁଛି, ମୋର ଆଉ ଏ କାନି ସଜଡ଼ା ଅଭ୍ୟାସ ନାହିଁ। କିନ୍ତୁ ମୁଁ ଯୁଆଡ଼େ ବାହାରିଲେ ମୋ ବୋହୂ ଦିହେଁ ଭିଡ଼ି ନେଇ ମୋ କାନି ସଜାଡ଼ି ଦିଅନ୍ତି। ମୁଁ ଭାବେ, ସତରେ ମୁଁ ବି ସ୍କୁଲ ଯାଉଥିଲେ ହୁଏତ ଆଉ ଟିକେ ଟିପଟପ୍ ହେଇ ଯାଉଥାନ୍ତି, କିନ୍ତୁ ଘରେ ରହିକି ମୋର ଆଉ ସେସବୁ ଅଭ୍ୟାସ ନାହିଁ। କିନ୍ତୁ ମୁଁ ସବୁଦିନ ଆଖିରେ ନିଶ୍ଚୟ ଟିକେ କଳା ଲଗାଏ। ମୋ ଆଖି କୁଣ୍ଡେଇ ହୁଏ। ମୋତେ ଜଣେ ଗୁରୁଜନ କହିଥିଲେ, ଆଖିରେ କଳା ଲଗେଇଲେ ଆଖି କୁଣ୍ଡେଇ ହେବନି। ମୁଁ କଳା ପାରିକି ଲଗାଉଥିଲି। ହେଇ ଦେଖନ୍ତୁ, ଏଇଟା ମୋ ଝିଅ ତା ପାଇଁ ଆଣିଦେଇଛି। ମୋତେ ପଚାରିଲା, ବୋଉ ମାଉସୀଙ୍କୁ ସିନା ମୁଁ ଶୁଣିଛି ତୋଠୁ, ତାଙ୍କୁ ତ ଭଲରେ ଜାଣିନି, ତାଙ୍କ ପାଇଁ କ'ଣ ନେବି? ମୁଁ କହିଲି, ତୁ ଯାହା ଭାବୁଛୁ ଆଣ, ମୁଁ କିଛି କହିପାରୁନି। ସେ ଜାଣିଲେ ମୋତେ ଚିଡ଼ିବ। ତେଣୁ ସିଏ ନିଜେ ଭାବିକି ତା ହାତ ତିଆରି ସେଇ ଜଗନ୍ନାଥଙ୍କୁ ତା ପାଇଁ ଆଣିଦେଇଥିଲା। ସେମାନେ ପହଞ୍ଚିଲା ପରେ ବହୁତ କଥାବାର୍ତ୍ତା ହେଲେ। ଆମେ ତ ଭୋଗ ପାଇଁ ଯାଇଥିଲୁ, ଭୋଗ ନେଇକି ଆସିଲୁ। ଗୁଲୁରି ଜାଙ୍ଗୁ ଦେଖୁନାହାନ୍ତି, କୁନି ଝିଅଟିଏ, ତା ସାଙ୍ଗେ କେତେ ମିଶି ଯାଇଛି।
ଛୋଟ ପିଲା ଗୁଡ଼ାକ ସ୍ନେହ ବୁଝିପାରନ୍ତି। ଆମେ ତ ଯୋଉଠି ବସିଲେ ଖାଲି ଗପୁଥିଲୁ, ଚା ପିଇଲେ ଗପିଲୁ, ଖାଇ ବସିଲେ ଗପିଲୁ। କେତେ ଦିନରେ ଦେଖା କହିଲେ। ସିଟି ପରେ ପରେ ମୁଁ ମୋ ଶାଶୁ ଘରକୁ ପଳେଇ ଆସିଲି। କାହିଁକିନା ପ୍ରାୟ 2 ବର୍ଷ ପାଇଁ ମୁଁ ମୋ ଘରେ ଥିଲି, ମାନେ କେନ୍ଦୁଝରର ଶୁଆକାଠିରେ ଛୁଟିରେ ଆସୁଥିଲି। ଇଏ ହେଉଛି ମୋ ସାଙ୍ଗ ଆସିବା ସମୟର ଫଟୋ। ଆମେ ଆସିଲା ବେଳେ ତାଙ୍କ ସହିତ ଅନ୍ୟ ଜଣେ ଶିକ୍ଷୟିତ୍ରୀ ଥିବାରୁ ସେ ଫଟୋକୁ ଉଠେଇ ଦେଇଥିଲେ। ଆଉ ଆମେ ଖଟରେ ଶୋଇ ଗପିଲା ବେଳେ, ଚା ଖାଇ ଗପିଲା ବେଳେ ମୋ ବୋହୂମାନେ ଏ ଫଟୋ ସବୁ ଉଠେଇ ଦେଇଥିଲେ। ବୋହୂମାନେ ହଁ ଏଇଠି ରହିଯାଇଛି ଆହୁରି ଫଟୋ। ଆଉ ଆମେ ସବୁ ଯେଉଁ ଗହିରକୁ ବୁଲି ଯାଇଥିଲୁ ସେତିକି ବେଳେ ବି ବହୁତ ଫଟୋ ଉଠେଇଥିଲୁ। ଦିନ ତମାମ ଆମେ ବିଭିନ୍ନ ପ୍ରକାର ମଜା କରୁଥିଲୁ ଆଉ ଫଟୋ ଉଠାଉଥିଲୁ। ପୁଣି ପଛ କଥାକୁ ମନେ ପକାଉଥିଲୁ। ସେ ଆମ ଘରର ସମସ୍ତଙ୍କ କଥା ପଚାରୁଥିଲା, ମୁଁ ତାଙ୍କ ଘରର ସମସ୍ତଙ୍କ କଥା ପଚାରୁଥିଲି। ମଉସା ଚାଲି ଯାଇଛନ୍ତି। ଆମ ଘରେ ତ ବାପା, ବୋଉ, ମୋର 2 ଭାଇ, ଭାଉଜ ସମସ୍ତେ ଚାଲି ଯାଇଛନ୍ତି। ବହୁତ ଦୁଃଖୀ ହେଉଥିଲୁ। ସେ ଆସିବା ବେଳର କଥା ବି ମୁଁ ମନେ ପକାଉଥିଲି। ଯେଉଁ ଜାଙ୍ଗୁଲୁ ତା କୋଳରେ ଧରୁଥିଲା, ଯେଉଁ ଜାଙ୍ଗୁଲକୁ ସେଇ ଜାଙ୍ଗୁଲୁ ତାକୁ ଯାଇ ଗାଡ଼ିରେ ନେଇ ଆସିଲା। ଦେଖୁନାହାନ୍ତି କୁନି ତାକୁ କେମିତି ପ୍ରଣାମ କରୁଛି। ଏଇଟା ତ ଆମ ଘରର ସଂସ୍କାର। ମୋ ପିଲାମାନଙ୍କୁ କହିବାକୁ ପଡ଼େ ନାହିଁ। ବହୁ ଦିନ ଅପେକ୍ଷା କରି ରହିଥିଲେ, ତେଣୁ ସେମାନେ ଆସିବା ବେଳର ଭିଡ଼ିଓଟି ବି କରିଦେଇଥିଲେ। କିନ୍ତୁ କୌଣସି ଭିଡ଼ିଓ ମୁଁ ଠିକ୍ ଭାବରେ କରିପାରି ନାହିଁ ବା କ୍ରମାନ୍ୱୟରେ ଯୋଡ଼ି ନାହିଁ। ଏ ଭିଡ଼ିଓଟି କେବଳ ଗୋଟିଏ ସୁନ୍ଦର ଭାବନାକୁ ନେଇକି ହିଁ ମୁଁ ଆପଣମାନଙ୍କ ପାଖରେ ଉପସ୍ଥାପିତ କରିଛି। ପ୍ରକୃତରେ ବନ୍ଧୁତ୍ୱଠୁ ବଡ଼ କଥା କିଛି ନାହିଁ। ସେ ଏତେ ଦିନ ପରେ ମୋ ପାଖକୁ ତା ଘର ଜଞ୍ଜାଳ ଛାଡ଼ି ଧାଇଁ ଆସିଲା। ଆଉ ଆମେ କ'ଣ ତାକୁ ଟିକେ ସମୟ ଦେଇପାରିବୁ ନାହିଁ? ସେ ଶନିବାର ସନ୍ଧ୍ୟାରେ ଆସି ପହଞ୍ଚିଲା। ରବିବାର ଦିନଟା କେମିତି ବିତିଗଲା ମୁଁ ଜାଣିପାରିଲିନି। ସୋମବାର ସକାଳୁ ସକାଳୁ ସେ ଗଲା। ଘରେ ତାର ସ୍ୱାମୀ ଆଉ ପୁଅ ଅଛନ୍ତି। ପୁଣି ସ୍କୁଲ ଜଞ୍ଜାଳ ବି ତାର ତୁଟି ନାହିଁ। ତେଣୁ ତାକୁ ଆଉ ବାଧ୍ୟ କରିବାର କୌଣସି ଅବସର ବି ନଥିଲା। 2 ଦିନ ଭିତରେ ସେ ସମସ୍ତଙ୍କର ଅନ୍ତରଙ୍ଗ ହୋଇଯାଇଥିଲା। ମୋତେ